कहीं मुए पिचासी सम्मुखरे सत्यबद्ध हेली रामचंद्र रामचंद्र ମୁଁ ତୋତେ ଛାଡ଼ି ବଞ୍ଚି ପାରିବି ନାହିଁ ରେ ବାବା। ମୁଁ ତୋତେ ଛାଡ଼ି ବଞ୍ଚି ପାରିବି ନାହିଁ। ହାଲୋ ହାଲୋ ପିତାଶ୍ରୀ ଏ କ'ଣ କଲୁ? ଏ କ'ଣ କଲୁ ତୁ? ମର୍ତ୍ତକ ମଧ୍ୟରେ ହସ ଖୁସି କରିଦେଲୁ ସରକାର। ସ୍ୱାମୀ ଦ୍ରୋହିଣୀ ଉତ୍ପାତ ନ ହୋଇ ମୋର ନୟନର ଜ୍ୟୋତିକୁ ଫିଙ୍ଗି ଦେଲୁ ନେଇ ଦାଣ୍ଡର ଧୂଳିରେ। କି ଦୋଷ କରିଥିଲା? କି ଦୋଷ କରିଥିଲା ମୋର ସେଇ ରାମ? ତାକୁ ତୁ ଦେଲୁ ନିର୍ବାଚନ ଦଣ୍ଡ। ରାମଚନ୍ଦ୍ର ରାମଚନ୍ଦ୍ର ରାମ महाराज कंठ तुम शुष्क ए नियंतु ना सुमिष्ट सुभाषित पानीय जल। ପାଟରାଣୀ କୌଶଲ୍ୟା। ହଁ କୌଶଲ୍ୟା, ମୋ ଦୋଷର ନାହିଁ କ୍ଷମା, ମୋ ଅପରାଧର ନାହିଁ ମାର୍ଜନା। କେବଳ ଅନନ୍ତ ନର୍କରେ ହେବ ମୋର ପ୍ରାୟଶ୍ଚିତ। ମୁଁ କୌଶଲ୍ୟା ନୁହଁ, ମୁଁ ପରା ତୁମରି ପ୍ରିୟସୀ କୈକେୟୀ। Tu piose na papiose ସ୍ୱାମୀ ଦୁର୍ବଳତା ସୁଯୋଗ ଦେଖି ହତ୍ୟା କରିବାକୁ ଚାଲି ଆସିଛୁ ରାକ୍ଷସୀ। ରାକ୍ଷସୀ ତୋର ସେଇ ଅସ୍ତ୍ର ବିଷ ପାତ୍ର ଅକୁଣ୍ଠିତ କରି ଶେଷ କରିବି ମୋ କନ୍ୟା ଜୀବନ। ସହିସି ସର୍ବସମର ନିର୍ମମ ନିଶ୍ଚୟ ଆଜି ବୃଦ୍ଧ ଦଶରଥ ନାହିଁ ଲୋଭ ଏ ନିଷ୍ଠୁର ପ୍ରାଣରେ।
ଚିର ବିଶ୍ରାମଦାୟକ। ଦିଅ ଦିଅ ବାରେ ଦୃଢ଼ ଆଲିଙ୍ଗନ। ମହାରାଜ, ସୂର୍ଯ୍ୟବଂଶ ସତ୍ୟର ସେବକ, ବଳି ବେଣୁ ମାନଧତା, ପୃଥିବୀ ଅମରିକ ଅରଣ୍ୟ, ରଘୁଆ ଦେଇ ଅଯୋଧ୍ୟାର କୀର୍ତ୍ତିମାନ ରାଜା ସର୍ବେ ଏ ଜଗତେ ପ୍ରସିଦ୍ଧ। କୈକେୟୀ ସତ୍ୟର ପୂଜାରୀ, ସତ୍ୟ ଲାଗି ରାଜା ହରିଶ୍ଚନ୍ଦ୍ର ହୋଇଥିଲେ ପ୍ରାୟ ଚଣ୍ଡାଳର କୀତଦାସ। ସେଇ ସତ୍ୟର ଆବ ତୁମେ ରାଜା। କୈକେୟୀ ତେବେ କୃପା ଓ ମାନସ୍ତାଙ୍ଗ କାରୁଣ୍ୟ କରେ ସତ୍ୟସ୍କନ୍ଦ ରାମ, କିନ୍ତୁ ଆକୁଟିରେ ସତ୍ୟତମ ପାନ ପ୍ରସ୍ତୁତି। କୈକେୟୀ ବେଳୁ ବେଳୁ ଶରୀରତମ ହୋଇଲେଣି କ୍ଷଣ। ଏ ନିଅନ୍ତୁ ମହାରାଜ ସୁମିଷ୍ଟ ସୁବାସିତ ପାନୀୟ ଜଳ। ରାକ୍ଷସୀ ନ କରିବ, ବିଶ୍ୱାସଘାତିନୀ ନ କରିବି ତ ନ ଚାହିଁବି ତୋର ସେ ନିର୍ଲଜମ ନ ଚାହିଁବି ତୋର ସେ ନିର୍ଲଜ ମୁହଁ। ରାମଚନ୍ଦ୍ର राती पाही धीरे हुई थांते राजा राम हो विधिर विधान जीवा पाई हेला बोलो हो रामचंद्र राति पाहिथिले होइथान्ते राजा राम हो विधिर विधान जीवा पाई हेला बल कपाल कुंडल राजा काटे घोड़ा घास राजा हरिचंद्र हेले मशाणी रे बास कपाल कुंडल राजा काटे घोड़ा घास राजा हरिचंद्र हेले मशाणी रे बास आजिर कथा काली रहना आजिर कथा काली रहना हो
ଆପଣଙ୍କ ସଙ୍ଗରେ ବନକୁ ନେଇ ଯାଆନ୍ତୁ ସ୍ୱାମୀ। ନାହିଁ କାହିଁ ପ୍ରୟୋଜନ ମୋର। ଆପଣଙ୍କ ବ୍ୟତୀତ ଏଇ ଅଯୋଧ୍ୟାର ରାଜା ସେରି ସୁଖ ଭୋଗ କରିବାରେ ନାହିଁ ମୋର ତିଳେ ମାତ୍ର ସୁଖ। ଦୟାକରି ଆପଣଙ୍କ ସଙ୍ଗରେ ବନକୁ ନେଇ ଯାଆନ୍ତୁ ସ୍ୱାମୀ, ବନକୁ ନେଇ ଯାଆନ୍ତୁ। ଜାନକୀ, ଅତି ଅଳି ଅଳି ରାଜକୁମାରୀ ତୁମେ। ସ୍ନେହ, ଦୟା, କ୍ଷମା, ଉଦାରତା ଆଦି ସଦ୍ଗୁଣରେ ତୁମେ ପରିଚାଳିତ। ଦିନେ ନୁହଁ, ମାସେ ନୁହଁ, କିମ୍ବା ବର୍ଷେ ନୁହଁ, ଦୀର୍ଘ 14 ବର୍ଷ। ଦୀର୍ଘ 14 ବର୍ଷ ବନବାସ କୌଣସି ଶିଶୁଙ୍କର ଧୂଳି ଖେଳ ନୁହଁ। ତା ଛଡ଼ା ଏ ବନବାସ ଆଦେଶଟା ମୋ ପାଇଁ ହୋଇଛି, ମୁଁ ତାକୁ ପାଳନ କରିବି। ତୁମେ କାହିଁକି ମୋ ଦୁଃଖରେ ସମଦୁଃଖୀ ହେବ? ଭାବି ଦେଖ ପ୍ରିୟ, ଏ ରାତ୍ର ପ୍ରଭାତ ହେବା କ୍ଷଣି ତମେ ଏ ଅଯୋଧ୍ୟାର ମହାରାଣୀ ହୋଇଥାନ୍ତ। ହେଲେ କିପରି ଜାନକୀ, କିପରି ମୁଁ ତୁମକୁ 14 ବର୍ଷ ନିମିତ୍ତ ବନଗମନ କରିବା ପାଇଁ ଅନୁମତି ଦେବି? ତେଣୁ ମୋ କଥା ମାନ ଗୋ ସଖୀ, ମୋ କଥା ମାନ। ମୋ ସହିତ ବନକୁ ଯିବା ପାଇଁ ମନ ନ ବଳାଇ ଅଯୋଧ୍ୟାରେ ରହି ଶାଶୁ ଶ୍ୱଶୁରଙ୍କ ସେବାରେ ନିଜକୁ ନିୟୋଜିତ କରାଅ। ଶାଶୁ ଶ୍ୱଶୁରଙ୍କ ସେବା ଠାରୁ ଏ ଦୁନିଆରେ ମହତ୍ଵ ଗୁଣ ଅନ୍ୟ କିଛି ନୁହଁ। ତେଣୁ ମାନ ସଖୀ, ମୋ କଥା ମାନ। ମୋ ସହିତ ବନକୁ ଯିବା ପାଇଁ ଆଦୌ ମନ ବଳାଅନି। ନା ସ୍ୱାମୀ, ମୁଁ ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ମଧ୍ୟ ବଞ୍ଚି ପାରିବିନି ସ୍ୱାମୀ। ଆରେ ମୁଁ ଯେ ରାଜା ନନ୍ଦିନୀ ଅତି ସୁକୁମାରୀ, ଆପଣ ନୁହଁ କି ଗୋ ରାଜପୁତ୍ର? ତ୍ରୈଲୋକ୍ୟ ରାଜା ଅଧୀଶ୍ୱର ତୁମେ। ଯଦି ଘୁରି ବସେ ଘଞ୍ଚ କାନନ ମଧ୍ୟରେ, ତେବେ ତେବେ ପଦଦାସୀ ସୀତା ରହିବ କିପରି ପ୍ରାସାଦ ମଧ୍ୟରେ? ନୀଳ ମେଘ ଜିତ ତନୁ ପ୍ରସନ୍ନ ବଦନ ଦେଖି ତୋଟେ ଯିବ କଟିଯୁଗ କ୍ଳାନ୍ତି ମୋର। ଦୟାକରି ଆପଣଙ୍କ ସଙ୍ଗରେ ବନକୁ ନେଇ ଯାଆନ୍ତୁ ସ୍ୱାମୀ, ବନକୁ ନେଇ ଯାଆନ୍ତୁ। ଜାନକୀ, ବନବାସ ବଡ଼ କଷ୍ଟଦାୟକ ପ୍ରିୟ। ଏ ବନଭୂମି ହେଉଛି କଣ୍ଟକିତ ଏବଂ ବନ୍ଧୁର ବୟ। ଏ ବନର ଗ୍ରୀଷ୍ମ ଯେପରି ପ୍ରଚଣ୍ଡ, ଶୀତ ମଧ୍ୟ ତାଠାରୁ ଆଉ କରି ଭୟଙ୍କର। ତା ଛଡ଼ା ତୁମେ ତ ରାଜକୁମାରୀ, ଅତି ଅଲି ଅଳି ରାଜକୁମାରୀ ତୁମେ। ଏ ବନଭୂମିରେ ଭୟଙ୍କର ହିଂସ୍ର ଜନ୍ତୁମାନଙ୍କର ଏ ହେଉଛି ଚରାଚର ଭୂଇଁ। ବାଘ, ଭାଲୁ, ସିଂହ ପରି ଭୟଙ୍କର ହିଂସ୍ର ଜନ୍ତୁମାନେ ଏ ବନଭୂମିରେ ବସବାସ କରନ୍ତି। ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିଲେ ତୁମେ ଭୟଭୀତ ହୋଇପଡ଼ିବ। ତା ଛଡ଼ା ମୋ ସହିତ ବନକୁ ଗଲେ ତୁମକୁ ଖାଲି ପାଦରେ ଯିବାକୁ ପଡ଼ିବ। ତୁମେ ତ ଜାଣ ସଖୀ, ତୁମ ପାଦ ହେଉଛି ପୁଷ୍ପ ପରି ସୁକୋମଳ। ମୋ ସହିତ ଖାଲି ପାଦରେ ବନକୁ ଯିବା ସମୟରେ ବନର କୌଣସି ତୀକ୍ଷ୍ଣ ପଥର କିମ୍ବା କଣ୍ଟା ତୁମ ପାଦରେ ପୋଡ଼ି ହୋଇ ତୁମ ପାଦରୁ ଯଦି ରୁଧିର ଝରିବ, ତାହେଲେ କୁହ ସଖୀ, ମୋତେ କ'ଣ କଷ୍ଟ ହେବନି? ସ୍ୱାମୀ, ସଖୀ, ମୋ ସହିତ ବନକୁ ଗଲେ ତୁମକୁ ଭୂଇଁରେ ଶୋଇବାକୁ ପଡ଼ିବ। ଗଛର ବକଳକୁ ବସ୍ତ୍ର ରୂପେ ପରିଧାନ କରିବାକୁ ପଡ଼ିବ। ଗଛର ପକ୍କ ଫଳକୁ ଆହାର ରୂପେ ଭୁଞ୍ଜିବାକୁ ପଡ଼ିବ। ତା ଛଡ଼ା ମାନସରୋବର ପାଳିତ ହଂସୀ କ'ଣ କେବେ ଏ ଲବଣ ସମୁଦ୍ରରେ ବଞ୍ଚିପାରିବ? ଆମ୍ର ବନରେ ବିତରଣ କରୁଥିବା କୋଇଲିଟା କ'ଣ ଏ କଣ୍ଟକିତ ବନ ମଧ୍ୟରେ ରହିପାରିବ? ହୀରା ଲୀଳା ମୋତି ମାଣିକରେ ଯାହାର ସମ୍ପୂର୍ଣ୍ଣ ଶରୀର ଆବରଣ, 10 ଦାସୀ ପରିହାରୀ ମଧ୍ୟରେ ଯାହାର ଜୀବନ ଅତିବାହିତ ହୁଏ, ସେ କିପରି ସଖୀ, ସେ କିପରି କଣ୍ଟକିତ ବନ ମଧ୍ୟରେ 14 ବର୍ଷ ଅତିବାହିତ କରିବ? ତେଣୁ ମୋ କଥା ମାନ ଗୋ ସଖୀ, ମୋ କଥା ମାନ। ମୋ ସହିତ ବନକୁ ଯିବା ପାଇଁ ଆଦୌ ମନ ବଳାଅନି। ନା ସ୍ୱାମୀ, ସ୍ୱାମୀ, ଆପଣ ଯେଉଁ ବନବାସର କଷ୍ଟ ଗୁଡ଼ିକ ମୋ ଆଗରେ ବର୍ଣ୍ଣନା କଲେ, ଆରେ ସେଗୁଡ଼ିକ ମୋ ପାଇଁ ସୁଖ ସମ୍ପଦ ବୋଲି ମାନି ନିଅନ୍ତୁ ନା। କାରଣ ମୁଁ ପରେ ଆପଣଙ୍କ ସ୍ନେହରେ ଆବଦ୍ଧ ହୋଇ ରହିଛି ସ୍ୱାମୀ। ଆରେ ଆପଣ ହିଁ ତ ମୋର ସୁଖ ଦୁଃଖ ସର୍ବସ୍ୱ। ସ୍ୱାମୀ, ଆପଣଙ୍କ ବିନା ଏ ସଂସାରର ପିତା, ମାତା, ଭାଇ, ବନ୍ଧୁ, ଶାଶୁ, ଶ୍ୱଶୁର ଏବଂ ସୁଶୀଳ ପୁତ୍ର, ଯେତେ ସବୁ ସ୍ନେହ ସମ୍ବନ୍ଧିତ ସ୍ୱଜନ ଅଛନ୍ତି, ସେ ସମସ୍ତ ମୋ ପାଇଁ ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଅଧିକ ସନ୍ତାପଦାୟକ। ଆପଣଙ୍କ ବିନା ମୋ ପାଇଁ ଭୋଗ ଓ ରୋଗ ଉଭୟ ସମାନ, ଏହି ସଂସାର ଯାତନା ସମାନ ଏବଂ ଭୂଷଣ ଭାର ସମାନ। ସ୍ୱାମୀ, ବୃକ୍ଷେ ମୂଳେ ବିରଛି କୁଟୀର, କୁଶସନେ କରିବି ଶୟନ, ପିଇ ଝରଣାର ଝର ଜଳ, ବନ ଗଛ ଫଳେ ନିବାରି ବିକ୍ଷୁଦ, ପ୍ରତିଦିନ ସେବି ତୁମରି ଚରଣ ହେଉଥିବି ଧନ୍ୟ।
ଆପଣ ପାଶରେ ଥିଲେ କି କରିପାରିବେ ସେଇ ମାୟା ବିଧାନ ବି ସାମାନ୍ୟ ଶୋଷକ ଶିଶୁ ହୋଇ କଣ ନେଇପାରିବ ଏଇ ସିଂହର ଘରଣୀକୁ? ନା ସ୍ୱାମୀ, ଆପଣଙ୍କୁ ଛାଡ଼ି ମୁଁ ଗୋଟେ ମୁହୂର୍ତ୍ତ ମଧ୍ୟ ବଞ୍ଚି ପାରିବିନି। ଏତେ କରି ବୁଝାଇବେ ସତେ ଯଦି ନ ଘେନିବେ ହେ ରାଜୀବ ଲୋଚନ, ତେବେ ମୁଁ ତ୍ରିବାର ସତ୍ୟ କରୁଛି ସ୍ୱାମୀ, ଜଳ ବିଷ ଅଗ୍ନିର ଆଶ୍ରୟ ନେଇ এই তুচ্ছ জীবনକୁ ମୁଁ ବିସର୍ଜନ ଦେଇଦେବି। ଜାନକୀ, ଏତେ ବୁଝାଇଲେ ସୁଦ୍ଧା ଯଦି ତୁମେ ସ୍ୱାମୀ ଦୁଃଖରେ ସୁଖୀ, ସ୍ୱାମୀ ଦୁଃଖରେ ଦୁଃଖୀ ହେବା ପାଇଁ ଚାହୁଁଛ, ତେବେ ଚାଲ ସଖୀ, ତୁମେ ବି ମୋ ସହିତ ବନକୁ ଚାଲ। ହେଲେ ବନକୁ ଯିବା ପୂର୍ବରୁ ପିତାମାତାଙ୍କ ଠାରୁ ବିଦାୟ ନେଇ ଆସିବା। କିନ୍ତୁ ସଖୀ, ମୋ ସହିତ ବନକୁ ଗଲେ ତୁମକୁ ମୋର ଗୋଟେ ସର୍ତ୍ତ ମାନିବାକୁ ପଡ଼ିବ। ଆଉ ମୋର ସେ ସର୍ତ୍ତଟି ହେଉଛି, ମୋ ସହିତ ବନରେ ଭ୍ରମଣ କରିବା ସମୟରେ ବନରେ କୌଣସି ମନଲୋଭା ଦ୍ରବ୍ୟ ଦେଖି ତୁମେ ଯେପରି ଲୋଭାସକ୍ତ ନ ହୁଅ। ତା ଛଡ଼ା ରାଜ ସୁଖ ରାଜ ବିଭବ ମଧ୍ୟରେ ହେଉଛି ତୁମର ଜନ୍ମ। সেই রাজ সুখ রাজ বিভোগ মনে পকাই মতে যেপরি তুমি কষ্ট ন দেব সখী, যেপরি মতে তুমি কষ্ট ন দেব, তেবে চাল সখী পিতামাতাଙ୍କ ଠାରୁ ବିଦାୟ ନେଇ ଆସିବା। ଭାଇ 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 ମୋତେ ବି ମଧ୍ୟ ତୁମ ସଙ୍ଗରେ ବନକୁ ନେଇଯାଅ ଭାଇ। ମୁଁ ଏଠାରେ ଏକ ମୁହୂର୍ତ୍ତ ବି ରହିପାରିବି ନାହିଁ ଭାଇ, ରହିପାରିବି ନାହିଁ ରେ ଲକ୍ଷ୍ମଣ। ପିତୃ ସତ୍ୟ ପାଳନାର୍ଥେ ମୁଁ କରିବି 14 ବର୍ଷ ବନବାସ। ତୁମେ କାହିଁକି ମୋ ଦୁଃଖରେ ସମଦୁଃଖୀ ହେବ? ତେଣୁ ଅବୁଝ ହୁଅନି ରେ ଭାଇ, ଅବୁଝ ହୁଅ ନାହିଁ। ମୋ ସହିତ ବନକୁ ଯିବା ପାଇଁ କେବେ ମଧ୍ୟ ମନ ବଳାଅନି। ତାହେଲେ ଠିକ ଅଛି ଭାଇ, ଆସନ୍ତା ପ୍ରଭାତେ ଭରତ ରାଜ ସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମୁଁ ମଧ୍ୟ ମୋର କରାଳ ବାରିଦିର ରୂପ ନେଇ ବିମାତା ପୁତ୍ର ଭରତ ସହିତ ଯୁଦ୍ଧ କରିବି ଭାଇ। ଏ ଆମର লক্ষণ, পিতা ধর্ম, পিতা স্বর্গ, পিতা ହିଁ ପରମ ତପ। ପିତରି ପ୍ରୀତିମାପନେ ପ୍ରିୟନ୍ତି ମମ ଦେବତା। সেই ପିତାଙ୍କର ସତ୍ୟ ରକ୍ଷା ପାଳନାର୍ଥେ ମୁଁ କରିବି 14 ବର୍ଷ ବନବାସ। କ'ଣ କହିଲ ଭାଇ? ସାମାନ୍ୟ ଗୋଟେ ରାଜ ସିଂହାସନ ପାଇଁ ତୁମେ ଭାଇ ବିରୁଦ୍ଧରେ ଅସ୍ତ୍ର ଧରି ଠିଆ ହେବ? ଲକ୍ଷଣ, ସତ୍ୟବାନ ରାଜା ଦଶରଥଙ୍କର ଠାରୁ ଆମେ 4 ପୁତ୍ର ହୋଇଛନ୍ତି ଜାତ। ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। ଆମର ରାମ ଭିନ୍ନ ଭିନ୍ନ ଆଉ ଶରୀର ଭିନ୍ନ ଭିନ୍ନ ହେଲେ ମଧ୍ୟ ଆମର ଆତ୍ମା ହେଉଛି ଏକ। ତେଣୁ ତୁମେ କିପରି ଭାବିନେଲ ସାମାନ୍ୟ ଗୋଟେ ରାଜ ସିଂହାସନ ପାଇଁ ତୁମେ ଭାଇ ବିରୁଦ୍ଧରେ ଅସ୍ତ୍ର ଧରି ଠିଆ ହେବ ବୋଲି? ଲକ୍ଷଣ, ସେ ପରା ମାତାଙ୍କୁ ଏପରି କଟୁବାକ୍ୟ ପ୍ରୟୋଗ କରିବା ତୁମର ନୁହେଁ ଉଚିତ। ଶାସ୍ତ୍ରରେ ବର୍ଣ୍ଣିତ ରହିଛି, ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଆରେ ଏ ପରା ମା ଶବ୍ଦର ଅର୍ଥ ତୁମେ ଜାଣ ଲକ୍ଷ୍ମଣ? ମାରୁ ମାଟି, ଆରୁ ଆକାଶ। ମାଟି ଆଉ ଆକାଶ ଠାରୁ ଯେ ଶ୍ରେଷ୍ଠ ସେ ହେଉଛି ମା। ଆରେ ଏ ପରା ଯେଉଁ ମା ଆମକୁ 10 ମାସ 10 ଦିନ ଗର୍ଭରେ ଧାରଣ କରି ଗର୍ଭ ଯନ୍ତ୍ରଣାକୁ ସହ୍ୟ କରି ଆମକୁ ଜନ୍ମ ଦେଇଛି। ଆରେ ଏ ହେଉଛି ସେଇ ମା। ଯେଉଁ ମାର ପଣତ କାନି ତଳେ ଆମ ବାଲ୍ୟ ଜୀବନଠୁ ଆରମ୍ଭ କରି ଯୌବନ ଯାଏଁ ପଦାର୍ପଣ କରିଛନ୍ତି। ଆରେ ଏ ହେଉଛି ସେଇ ମା। ଲକ୍ଷ୍ମଣ, ନାସ୍ତି ମାତୃ ସମଛାୟା, ନାସ୍ତି ମାତୃ ସମଗତି, ନାସ୍ତି ମାତୃ ସମତ୍ରାଣଂ, ନାସ୍ତି ମାତୃ ସମପ୍ରପାହ। ଅର୍ଥାତ୍ ମାଙ୍କ ଭଳି ଏ ସଂସାରରେ ଅଭୟଦାତା କେହି ବି ନାହାନ୍ତି। ମାଙ୍କ ଭଳି ଏ ସଂସାରରେ ପାଳନକର୍ତ୍ତା କେହି ବି ନାହାନ୍ତି। ମାଙ୍କ ପରି ଏ ସଂସାରରେ ଜନ୍ମଦାତ୍ରୀ ମଧ୍ୟ କେହି ବି ନାହାନ୍ତି। ତେଣୁ ଏପରି ମାଙ୍କୁ ଏପରି କଟୁବାକ୍ୟ ପ୍ରୟୋଗ କରିବା ତୁମର ନୁହେଁ ଉଚିତ। ମୁଁ ଜାଣେ ମୋର ପ୍ରାଣାଧିକ ଭାଇ ଲକ୍ଷ୍ମଣ, ବଶିଷ୍ଠ ଋଷିଙ୍କ ଆଶ୍ରମରେ ବିଦ୍ୟା ଅଧ୍ୟୟନ କାଳେ ମୁଁ ଗୋଟେ ବାକ୍ୟ କରିଥିଲି ଅନ୍ୱେଷଣ। ରାମ ସହିତ ଲକ୍ଷ୍ମଣ, ଭରତ ସହିତ ଶତ୍ରୁଘ୍ନ, ଏ ସଂଯୋଗ ସଦାସର୍ବଦା ରହିଆସିଛି ଆଉ ରହିଆସିବ ମଧ୍ୟ। ମୋତେ ଛାଡ଼ି ତୁମେ ମୁହୂର୍ତ୍ତ ବି ବଞ୍ଚିପାରିବ ନାହିଁ, ଏହା ମୁଁ ହୃଦବୋଧ କରିସାରିଛି। ହେଲେ ଭାଇ, ତୁମର ଭାତୃଭକ୍ତି ଦେଖି ଆଜି ମୋର ଗୋଟେ କଥା ମନେ ପଡ଼ୁଛି। এই রাম রাম 2টি অক্ষরে তুমি আজ 3টি অক্ষরের অনুসন্ধান কল।
ରକାରେ ଭବତି ରାମ ଆକାରେ ଭବତି ସୀତା ମକାରେ ଲକ୍ଷ୍ମଣ ସ୍ୱୟଂ ସଚିଦାନନ୍ଦ ବିଗ୍ରହ। ତେଣୁ ଆଜିଠାରୁ ଏ ରାମ ଲକ୍ଷ୍ମଣ ସୀତା ସଦା ସର୍ବଦା ପୂଜା ପାଇଁ ଆସିବେ ଆଉ ପୂଜା ପାଇଁ ଆସୁଥିବେ ମଧ୍ୟ। ମୁଁ ଜାଣେ ଭାଇ, ମୋତେ ଛାଡ଼ି ତୁମେ ମୁହୂର୍ତ୍ତ ବି ବଞ୍ଚିପାରିବ ନାହିଁ। ମୋ ସହିତ ବନକୁ ଯିବାର ତୁମର ବି ଅଧିକାର ରହିଛି। ତେବେ ଚାଲରେ ଲକ୍ଷ୍ମଣ, ମୋ ସହିତ ତୁମେ ମଧ୍ୟ ବନକୁ ଚାଲ। ହେଲେ ବନକୁ ଯିବା ପୂର୍ବରୁ ପିତାମାତାଙ୍କ ଠାରୁ ବିଦାୟ ନେଇ ଆସିବା। ଚାଲନ୍ତୁ ଭାଇ। କଣ ଲୋତାଟି କିଏ ହସି ଖେଳେ ରାଇଜ ହସାଉଥିଲା। କେଉଁଠୁ ଆସିଲା ଏ ଅଦିନ ଛଡ଼ ସଂସାର ଉଜାଡ଼ି ଦେଲା। କୂଳରେ ଲାଗିବା ବୁଡ଼ି ଗଲା ତୋରି ମାଟି ରହିଗଲା ଯାହା ନୟନର ବାରି। କୂଳରେ ଲାଗିବା ବୁଡ଼ି ଗଲା ତୋରି ବାକି ରହିଗଲା ଯାହା ନୟନର ବାରି। କରମ ଲେଖା ଆନ ହୁଏ ନା, କରମ ଲେଖା ଆନ ହୁଏ ନା। ରାତି ପାହିଲେ ହୋଇଥାନ୍ତେ ରାଜা রাম। বিধির বিধান ଯିବା ପାଇଁ ହେଲା ବନ। অজ্ঞান তিমিরান্ধস্য জ্ঞানাঞ্জন শলাকায় চক্ষু উন্মিলেন যেন। হে মোর পরম পূজ্য পিতৃব্য নম। পিতা ধর্ম পিতা স্বর্গ পিতা হি পরম তপ। পিতরি প্রীতিমাপনে প্রিয়ন্তি মম দেবতা। পিতা না হিউত ধর্মচরণম কিঞ্চিতস্য মহতরম যথা পিতরি শুশ্রূষা তস্য বা বচন ক্রিয়া। অর্থাৎ পিতাଙ୍କର ସେବା କରିବା ଆଉ ପିତାଙ୍କର ବାକ୍ୟ ମାନି କାର୍ଯ୍ୟ କରିବା ଠାରୁ ଏ ସଂସାରରେ ମହତ୍ଵ ଗୁଣ ଅନ୍ୟ କିଛି ନୁହଁ। ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ପିତା, ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ଆପଣଙ୍କ ସତ୍ୟ ରକ୍ଷା ପାଳନାର୍ଥେ ମୁଁ କରିବି 14 ବର୍ଷ ବନବାସ। ଏଣୁ ଆପଣ ମୋତେ ଏତିକି ଆଶୀର୍ବାଦ କରନ୍ତୁ ଯେପରି 14 ବର୍ଷ ବନବାସ ମୁଁ 14 ଦିନ ପରେ ବିତାଇ ଆସିବି। ରାମ ପିତା, ରାମ ପିତା ରାମ କଣ ଏ କଣ ମୁଁ ଦେଖୁଛି? କାହାର ଏ କଣ୍ଠେଶ୍ୱର? କଣ ଏ କଣ ମୋର ସେଇ ନବ ଦୁର୍ପାତଳ ଚିହ୍ନା ତନୁ? କୋଟି ସୂର୍ଯ୍ୟ ଚିଣା ମୁଖ ରାମ କଣ ଦେଖୁଛି? ତୁଳି ଦୋଷରିତ ତନୁ ନଗନ ଅଙ୍ଗେ କୌଶାବସନ। ଆରେ ରାମ ତୁ କଣ ଏ ଅଯୋଧ୍ୟା ଛାଡ଼ି ଚାଲି ଯିବ? 14 ବର୍ଷ ବନ ଯାଅ ପୁତ୍ର। କିନ୍ତୁ ଯିବା ପୂର୍ବରୁ ହତ୍ୟା କରିଛ ତୋର ନିଦ ତା
ଖୁସିରେ ହୁଅନ୍ତୁ ପିତା। ପଛ ତବ ନୟନର ଅଶ୍ରୁ ରାମ ଭରତ ବର ସାନ ଭାଇ, ସେ ସିଂହାସନ ଆରୋହଣ କଲେ ସବୁଠାରୁ ଅଧିକ ଖୁସି ମୁଁ ହେବି ପିତା। ରାମ ତେଣୁ ଆପଣ ଅଧୈର୍ଯ୍ୟ ନ ହୋଇ ମୋତେ ଆନନ୍ଦ ଚିତ୍ତରେ ବିଦାୟ ଦିଅନ୍ତୁ। ନା କାଲି ପରି ସାରି 14 ବର୍ଷ ବନବାସ ମୁଁ ଫେରି ଆସିବି ପୁଣି ଆପଣଙ୍କ କୋଳକୁ। ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ପିତା, ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ଏ କଣ ମୁଁ ଦେଖୁଛି ରାମ ମୁଁ ତୋତେ ଛାଡ଼ି ବଞ୍ଚି ପାରିବି ନାହିଁ ରେ ବାବା। ମୁଁ ତୋତେ ଛାଡ଼ି ବଞ୍ଚି ପାରିବି ନାହିଁ। ଆରେ ଏ କଣ ଦେଖୁଛି ମୁଁ? ଆରେ ବଜ୍ରଧାରୀ ଇନ୍ଦ୍ର, ଦିଅ ଦିଅ ତୁମ ସେଇ ବଜ୍ର, ପକ୍କା ମର ହୁଏ ଶତ ଚିହ୍ନ। ପିତା আরে নির্লজ্জ পাপ চক্ষু কি দেখে রয়েছু নীরব। লক্ষ্মণ লক্ষ্মণ অগ্রজ অনুগত নহে লক্ষ্মণ। কাই কাই ছাড়ি যাব এই নির্দয় পিতারে? না না রে লক্ষ্মণ, পিতা বলি পরিচয় দেলে, পিতা বলি পরিচয় দেলে রস নাম হুয়ে কলঙ্কিত। পিতা হে পূজ্য পদ লক্ষ্মণ, দিয়ন্তু দিয়ন্তু থরে মাত্র আদেশ, এ বীর লক্ষ্মণକୁ হত্যা করে এই পিতা সকাল নাগুরিনে କରିଦେବି, ଦୂର କରିଦେବି ତମ ପଥର କଣ୍ଟକ। ସାମାନ୍ୟ ସାମାନ୍ୟ ଗୋଟାଏ ନାରୀର ଚକ୍ରାନ୍ତରେ ଆଜି କଳଙ୍କିତ ହୁଏ ସୂର୍ଯ୍ୟବଂଶ। ନା ରେ ଲକ୍ଷ୍ମଣ, ଅବିବେକୀ ଦଶରଥ ଅଙ୍ଗ ଆଜି ଅକର୍ମଣ୍ୟ। ବଳେ ତାର କାଫାସ ଭରିଛି ପିଚାସି, ତିଳ ତିଳ କରିବ ସେ ହତ୍ୟା। ଯାଅ ଚାଲି ଯାଅ ବାବୁ, এই নৃশংস পিতার মুখ ন কর দর্শন। পিতা কি কর্তব্য, কি কর্তব্য এ মূঢ় লক্ষ্মণর? লক্ষ্মণ নতুবা জন্মদাতাঙ্কর দেখিয়ে ধন্য দুর্দশা তীর হইন দাদা কেবে এ সুমিত্রা নন্দন সৌমিত্রী। লক্ষ্মণ পিতা, আজি সবু দেখি সবু শুনিবি মধ্য মুখ বধির হই নেউচি। লক্ষ্মণ হায় রে অদৃষ্ট, আজি আজি ମୁଁ କଣ ଦେଖୁଛି? ନୀତି ନୀତି ଅଭିନବ ବେଶ, ନାହିଁ ତୃତୀୟ ରଚିତ
ସେ ପୁଣି ଆଜି ଅଯୋଧ୍ୟା ଛାଡ଼ି ଚାଲିଯିବ 14 ବର୍ଷ ବନ। ସୀତା ପିତା ସୀତା ବାପା ସୀତା ଆ ଜନ୍ମ ସୁକୁମାରୀ ଜନ୍ମ କଦୁଲଣି ଅଯୋଧ୍ୟାରେ ଲଭିଲୁ ଦୁର୍ଗତି। ମା ସ୍ୱାମୀ ଦୁଃଖୀରେ ଦୁଃଖିତା ତୁ। ହେଲେ ସତୀବାସ ଯୋଗ୍ୟ ନୁହେଁ ଏହି ନରକପୁରରେ। ମା ସବୁର କାରଣ ହଉଛି ଏଇ ତୋର ନିର୍ଦ୍ଦୟ ପିତାରେ। କ୍ରନ୍ଦନ କରନ୍ତୁ ନାହିଁ ପିତା। ବୁଝ ତ ବଡଟିର ଅଶ୍ରୁ କେତିଟି ସ୍ୱପ୍ନ ନେଇ ଆସିଥିଲେ ଏଇ ଅଯୋଧ୍ୟାକୁ, କିନ୍ତୁ ମୁଁ କଣ କରିପାରିବି ପିତା? ଏ ଯେ ବିଧାତାର ଲେଖନ ଲେଖା ନେଇ ମୋ ଭାଗ୍ୟରେ ଏଇ ଅଯୋଧ୍ୟାର ରାଜସୁଖ ଭୋଗ ଲେଖା ନାହିଁ ମୋ ଭାଗ୍ୟରେ ଆପଣଙ୍କର ସ୍ନେହ ପୁଣି ଆନୁକୂଲ୍ୟ ଲେଖା ଅଛି କେବଳ ସେଇ 14 ବର୍ଷ ବନବାସ ଦଣ୍ଡ। ଆଶୀର୍ବାଦ ଦିଅନ୍ତୁ ପିତା, ଆଶୀର୍ବାଦ ଦିଅନ୍ତୁ। ଯେପରି 14 ବର୍ଷ 14 ଦିନ ପରେ ବିତିଯିବ, ପୁଣି ଆମେ ହସି ହସି ଆପଣଙ୍କ କୋଳକୁ ଫେରି ଆସିବୁ। ସୀତା ବିଦାୟ ଦିଅନ୍ତୁ ପିତା, ଆଶୀର୍ବାଦ କରନ୍ତୁ। ରାମ ବିଦାୟ ଦିଅ ଗଜନନୀ, ମୋତେ ବିଦାୟ ଦିଅ। ହେଲେ ବନଯାତ୍ରାକୁ ଯିବା ପୂର୍ବରୁ ମୋ ମନରେ ଗୋଟେ ଅବଶୋଷ ରହିଗଲା। ମୋ ପ୍ରାଣାଧିକ ଭାଇ ଭରତ ସହିତ ମୋର ନହେଲା ଭେଟ। ଜନନୀ, ମୁଁ ବନଯାତ୍ରାକୁ ଯିବା ପରେ ଭରତକୁ ମାତଳରେ ବୁଝେଇ ଆଣି ଏ ଅଯୋଧ୍ୟାର ରାଜ ସିଂହାସନରେ ଅଧିଷ୍ଠିତ କରାଇବ। ଏ ଦେଖ ଜନନୀ, ଏ ରାତ୍ର ପ୍ରଭାତ ହେବାକୁ ବସିଲାଣି, ତେଣୁ ଆମକୁ ବିଦାୟ ଦିଅ ଗଜନନୀ, ଆମକୁ ବିଦାୟ ଦିଅ। ଯାଅ ରାମ, ମୁଁ ଆଶୀର୍ବାଦ କରୁଛି। ପିତୃ ସତ୍ୟ ପାଳି ଯାଅ ତୁମେ ବନେ। ଏଇ ଛତ୍ରେ ଛତ୍ରେ ତୁମରି ନାମ, ତୁମରି ଯଶ, ତୁମରି କୀର୍ତ୍ତି ଫୁଟି ଉଠିବେ ବିଶ୍ୱଭୂମନେ। ମନେ ରଖ ରାମ, ସ୍ୱାର୍ଥ ଲାଗି ନୁହଁ ପୁତ୍ର, ସହ୍ୟ କଲେ ଏଇ ପ୍ରକୃତିର ତୁମୁଳ ସଂଗ୍ରାମ। ପ୍ରକୃତରେ ପ୍ରକୃତି ବୁଝିପାରିବ ତୁମ ଏଇ ବ୍ୟଥିତର ବ୍ୟଥ। ଆଉ ଦେଖିବ କି ଏ ଅଭାବ ରାଜ୍ୟର ଭଣ୍ଡାର କରେ ଆଶୀର୍ବାଦ। 14 ବର୍ଷ ବନବାସ ପରେ ଆଦର୍ଶ ମାନବ ରୂପେ ଫେରିଆସେ ଏଇ ଅଯୋଧ୍ୟାକୁ ପୁଣି। ଯାଅ ରାମ, ଯାଅ ତୁମେ ସୁଖେ 14 ବର୍ଷ ବନ। রাম জীবে বনবাস রাম রাম বেলকু দিনকর শিরি রাহু কিবা কলাগ্রাস ବଞ୍ଚି ପାରିବି ନାହିଁ। ଯିବି ବନବାସ ରକ୍ତ ମା ପୁଅ ଜଗତ ଜଗତ ତ୍ରେତୟାର ଏହି କି ଦୃଶ୍ୟ ପ୍ରଭୁ ଏଇଠି ଦେଖି ବଡ଼ ତୃପ୍ତିଦାୟକ ହେଉଛନ୍ତି ସ୍ୱର୍ଗରେ ରହି। ଓହ କି ଦୃଶ୍ୟ! ପିତା ପୁତ୍ର ମାତା ଭାତୃ
রাম জীবে বনবাস রাম রাম জীবে বনবাস ওইলা বেড়াকু দিনকর শ্রী রাহুল সর্বগ্রাস রাম জীবে বনবাস কিনে খেনে যাও বৈদেহী সতী কৌশল্যা প্রাণ ধন সুমিত্রাঙ্গ নিধি ঘটিব অন্ধার এবে পুরিব সর্বরি হাসি জীব অশ্রু জলে অযোধ্যা নগরী কেমিতি বিধাতা কেমিতি বিধাতা প্রাণ বিনা দেহ রহিব চৌদ বরষ ପିତା ମୋ ବନବାସର ଦୋଷ ପାଇଁ ଆପଣ କାହିଁକି ନିଜକୁ ଦାୟୀ ଭାବୁଛନ୍ତି ପିତା? ଏ ତ ହେଉଛି ମୋର କପାଳ ଲିଖନ। ମୋ କପାଳରେ ଯେତେବେଳେ ଅନନ୍ତ ବନବାସ ଲେଖା ହୋଇଛି ମୁଁ ତାକୁ ପାଳନ କରିବି। ଆପଣ କାହିଁକି ନିଜକୁ ଦାୟୀ ସାଜୁଛନ୍ତି ପିତା? ପିତା ବଗିଚାର ବାଳି ଯେପରି ଛୋଟ ଚାରା ଗଛ ଗୁଡ଼ିକୁ ଯତ୍ନ ସହକାରେ ମହାଦୁର୍ମରେ ପରିଣତ କରେ, ସେଇ ଚାରା ଗଛଟି ମହାଦୁର୍ମରେ ପରିଣତ ହେବା ପରେ ଯେତେବେଳେ ଫଳ ପୁଷ୍ପ ଦେବାରେ ଅସମର୍ଥ ହୁଏ, ତେବେ କୁହନ୍ତୁ ପିତା, ଏଥିରେ ସେ ବୃକ୍ଷର ଦୋଷ ନା ସେ ବୁଢ଼ା ମାଳିର ଦୋଷ? ଏଥିରେ କାହାର ବି ଦୋଷ ନାହିଁ ପିତା। ଏଇଟା ହେଉଛି କର୍ମର ଦୋଷ। ମୋ କର୍ମରେ ଯେତେବେଳେ ଅନନ୍ତ ବନବାସ ଲେଖା ହେଇଛି ମୁଁ ତାକୁ ପାଳନ କରିବି। ହେଲେ ଆପଣଙ୍କ ନିକଟରେ ଆଉ 2 ଜଣ ପୁତ୍ର ଅଛନ୍ତି ପିତା, ଯାହା ଭାଗ୍ୟରେ କେବଳ ରାଜ ସୁଖ ଆଉ ରାଜ ବିଭବ ଲେଖା ହୋଇଛି। ତେଣୁ ଆପଣ ଅଧୈର୍ଯ୍ୟ ନ ହୋଇ ମୋତେ ଆନନ୍ଦ ଚିତ୍ତରେ ବିଦାୟ ଦିଅନ୍ତୁ ପିତା। ପିତା ଏ ରାତ୍ରି ପ୍ରଭାତ ହେବାକୁ ବସିଲାଣି। ଏ ରାତ୍ର ପ୍ରଭାତ ହେବା ପୂର୍ବରୁ ମୁଁ ଯଦି ଅଯୋଧ୍ୟା ଉପକଣ୍ଠ ଛାଡ଼ି ଚାଲି ନ ଯାଏ, ତାହେଲେ ମୋ ପିତୃ ସତ୍ୟରେ କଳଙ୍କ ବଳି ହୋଇଯିବ। ମୋ ପିତା ଏ ସୂର୍ଯ୍ୟ ବଂଶର ଜଣେ କଳଙ୍କିତ ପୁରୁଷ ସାଜିବେ। ପୁତ୍ର ହିସାବରେ ମୁଁ ଏହା କିପରି ସହ୍ୟ କରିପାରିବି ପିତା? ମୁଁ କିପରି ସହ୍ୟ କରିପାରିବି? ଆପଣଙ୍କର ଅନୁମତି ନ ନେଇ ମୁଁ ଲକ୍ଷ୍ମଣ ଏବଂ ଜାନକୀକୁ ମଧ୍ୟ ମୋ ସହିତ ବନକୁ ନେଉଛି। ଏଣୁ ରାତ୍ର ପ୍ରଭାତ ହେବା ପୂର୍ବରୁ ଆମକୁ ଏ ଅଯୋଧ୍ୟା ଉପକଣ୍ଠ ଛାଡ଼ି ଚାଲିଯିବାକୁ ପଡ଼ିବ। ଆମକୁ ବିଦାୟ ଦିଅନ୍ତୁ ପିତା। ଆମକୁ ବିଦାୟ ଦିଅନ୍ତୁ।
ফুল পরে সুকুমার শ্রীঅঙ্গ যাহার কেমিতি রখিব যাই অরণ্য মধ্যর পরি সুকুমার শ্রীঅঙ্গ যাহার কেমিতি রহিব যাই অরণ্য মধ্যর ধন্য লক্ষণ কুমার ধন্য রঘুবীর ধন জনক দুহিতা পতি ভক্তি তর প্রাণ গলে যাও প্রাণ গলে যাও বচন রখি দশরথ তবে ভুলি যাউছ না প্রাণটা জীব পছে নাটকর বর্ণনা ଦେଇଛି প্রাণ বলে যাও পছে কিন্তু বচন রহিথিব ভুলিগল প্রাণ গলে যাও বচন রহিথাও এই দর কুলরি বনবাস রাম রাম জীবে বনবাস ওইলা বেলকু দিনকর শিরি রাহু কিবা কলা